ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 23 ତାରିଖ ଓଡ଼ିଆ ଭାଦ୍ରବ ମାସ 7 ଦିନ ରବିବାର ଶୁକ୍ଳ ପକ୍ଷ ଏକାଦଶୀ ତିଥି ଯାହା ଶେଷ ରାତ୍ରି 4 ଘଟିକା 3 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି। ଆଜି ମୂଳା ନକ୍ଷତ୍ର ଯାହା ସନ୍ଧ୍ୟା 6 ଘଟିକା 23 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5 ଘଟିକା 27 ମିନିଟ୍ରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6 ଘଟିକା 7 ମିନିଟ୍ରେ। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ। ଶେଷ ରାତ୍ରି 4 ଘଟିକା 3 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଯାହା ଶେଷ ରାତ୍ରି 4 ଘଟିକା 3 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି ତତ୍ସହିତ ପଶୁ ହାନି। ଆଜିର ଅଶୁଭ ବେଳା ଯାହା ଦିବା 10 ଘଟିକା 9 ରୁ ଦିବା 1 ଘଟିକା 17 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଦିବା 4 ଘଟିକା 28 ରୁ ଅପରାହ୍ନ 6 ଘଟିକା 2 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 12 ଘଟିକା 12 ରୁ ରାତ୍ରି 1 ଘଟିକା 47 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 9 ଘଟିକା 17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6 ଘଟିକା 58 ରୁ ରାତ୍ରି 7 ଘଟିକା 46 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7 ଘଟିକା 48 ରୁ ରାତ୍ରି 9 ଘଟିକା 24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1 ଘଟିକା 48 ରୁ ରାତ୍ରି 3 ଘଟିକା 14 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ।